ଆଳୁ ପରଟା ଖାଇ ଖାଇ ଆପଣମାନେ ଯଦି ବୋର୍ ହେଇଯାଇଛନ୍ତି ତେବେ ଟେଷ୍ଟ କରନ୍ତୁ ଏଇ ପରଟାଟି। ପ୍ରଥମେ ନେଇଯିବା କଡ଼େଇ, ତାପରେ ତାହିଁରେ ପକେଇବା ତେଲ, ଜିରା, ରସୁଣ, ପିଆଜକୁ ଗୁଣ୍ଡ ଗୁଣ୍ଡ କରିକି କାଟିଦେବେ। ତାପରେ ଗାଜର, ପତ୍ରକୋବି, ଶିମଲା ମରିଚ ମୁଁ ଆକୁ ଗ୍ରାଇଣ୍ଡିଙ୍ଗ କରିଦେଇଛି। ଆପଣମାନଙ୍କ ପାଖରେ ଚପର ଥିଲେ ଆକୁ ଚପ୍ କରିପାରିବେ। ତାପରେ ଘାଣ୍ଟିଦେବା। ତାପରେ ସବୁ ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡ ପକେଇ ମିକ୍ସ କରିଦେବା। ତାପରେ ଗୋଲମରିଚ ଗୁଣ୍ଡ ପକେଇଦେବା। ୟାକୁ ଭଲସେ ମିକ୍ସ କରିକି ଏବେ ଆମର ହେଇଗଲା ପରଟା ପାଇଁ ଷ୍ଟଫିଂ। ଆପଣମାନଙ୍କୁ ପରଟା କେମିତି ଲାଗେ କମେଣ୍ଟରେ ଜଣାଇବେ। ଯଦି କୌଣସି ରେସିପି ଦରକାର ଥାଏ ତାହେଲେ ଆପଣମାନେ ମୋତେ କମେଣ୍ଟ ମାଧ୍ୟମରେ ଜଣାଇପାରିବେ। ଯଦି ଆପଣମାନଙ୍କୁ ବି ପରଟା ବେଲି ଆସୁନି ତାପରେ ଆପଣମାନେ ବି ଦୁଇଟା ରୁଟି ଟାଇପ୍ର ପତଳା ପତଳା ବେଲି ଦେବେ। ତାପରେ ତା ମଝିରେ ଷ୍ଟଫିଂ ଦେଇକିରି ଆଉ ଗୋଟେ ରୁଟିଟି ତା ଉପରେ ଘୋଡ଼େଇ ଦେବେ। ତାର ସାଇଡ଼୍ ଗୁଡ଼ିକୁ ଚିପି ଦେବେ। ଆପଣମାନେ ପାଣି ଲଗେଇକି ମଧ୍ୟ ଚିପି ପାରିବେ, ନହେଲେ ଶୁଖିଲା ମଧ୍ୟ ଚିପି ପାରିବେ। ତାପରେ ତା ଉପରେ ବେଲଣାରେ ତାକୁ ଟିକେ ବେଲି ଦେବେ। ତାର ମଝିର ଏୟାର ଯାକ ବାହାରି ପଡ଼ିବ। ତାପରେ ତାକୁ ତେଲାଣିରେ ଦେଇକି ଏପଟ ସେପଟ ଓଲଟେଇ ଦେବା। ଗ୍ୟାସର ଫ୍ଲେମ୍କୁ ମିଡ଼ିୟମରେ ରଖିବେ, ହାଇ କରିବେନି, ନହେଲେ ପରଟା ଆମର ଜଳିଯିବ। ପରଟାର ଦୁଇ ପଟ ଯାକ ଘିଅ ଲଗେଇକି ସେକିଦେବା। ଏବେ ଆମର ହେଇଗଲାଣି ପରଟା। ପରଟା ଆପଣମାନେ ତେଲରେ ବି ମଧ୍ୟ ବନେଇ ପାରିବେ। ତାର ଘିଅ ଲଗେଇଲେ ତାର ଟେଷ୍ଟ ଅଲଗା ଲାଗେ। ଏବେ ଆମ ହେଇଗଲାଣି ପରଟା। ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଇନଷ୍ଟାଗ୍ରାମ, ଫେସବୁକ୍ ଦେଖୁଥିଲେ ଫଲୋଅର୍ସ କରିବେ।